ତ ହ୍ୟାଲୋ ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଏବେ ଡ୍ୟୁଟି ବାହାରି ସାରିଲିଣି। ଆଉ ଆଜି ଯିବାର ଅଛି ପାତ୍ରପଡ଼ା। ଚାଲନ୍ତୁ ଆଜି ଦେଖିବା ଗୋଟେ ଭଲ ଆମର ଐତିହ୍ୟ ମାନେ ଆମର ଟୁରିଜିମ୍ ପୀଠ। ମୁଁ ସେପଟେ ଆଜି ମୋର ଡ୍ୟୁଟି ଅଛି, ସେପଟେ ଆଜି ଆମେ ଯିବା। ଭଲ ଭଲ ଜାଗା ମୁଁ ଆପଣମାନଙ୍କୁ ଦେଖେଇବି। ଏଲିଫାଣ୍ଟ ମୁଭମେଣ୍ଟ ଏରିଆ ମୁଁ ଆପଣଙ୍କୁ ଦେଖେଇବି। ତା ସହିତ ମା ବାୟାଣୀ ମାଙ୍କର ଭଲ ମନ୍ଦିରଟିଏ ଅଛି, ତାକୁ ଦେଖିବି। ସେଇଟା ବି ଗୋଟେ ଟୁରିଷ୍ଟ ପ୍ଲେସ୍ ୱିଥ୍ ପିକନିକ୍ ସ୍ପଟ୍। ଚାଲନ୍ତୁ ଦେଖିବା। ମୋର ଏଟା ପ୍ରଥମ କଲ୍ ପାଇଁ ମୁଁ ଏଠି ବସିଛି। ତ ଫ୍ରେଣ୍ଡ, ମୋର ଏବେ 2 ନମ୍ବର ମିଟିଂ ସରିଲା ଡ୍ୟୁ ଟୁ ସମ୍ ନେଟୱାର୍କ ଇସ୍ୟୁ। ମୁଁ 2 ନମ୍ବର ମିଟିଂ ବହୁତ ଲେଟ୍ରେ ଆଜି ସାରିଲି। ଆଉ ଏବେ 2 ନମ୍ବର ମିଟିଂ ସରିଲା, 3 ନମ୍ବର ମିଟିଂ ଯିବି। ଆଗକୁ ଅଛି ଆହୁରି ଭଲ ଭଲ ଜିନିଷ ଦେଖିବା। ତ ଭାଇମାନେ, ଜଷ୍ଟ ମୁଁ ଏବେ ପହଞ୍ଚି ଯାଇଛି। ଇଏ ଆମର ଛେଣ୍ଡିପଦା ରୋଡ଼, ଆଉ ଇଏ ଆମର ଜରପଡ଼ା ରୋଡ଼। ଦେଖନ୍ତୁ କେତେ ସୁନ୍ଦର ଭିଉ। ଇଏ ଶାଳବଣ। ଆଜି ଯିବା ଗୋଟେ ଭଲ ଜାଗାକୁ, ଆମର ବାୟାଣୀ ପୀଠ। ଆମର ଅନୁଗୁଳ ଡିଷ୍ଟ୍ରିକ୍ଟରେ ସବୁଠୁ ମାହାତ୍ମ୍ୟ ଠାକୁରାଣୀ ବାୟାଣୀ ଠାକୁରାଣୀ। ବହୁତ ପାହାଡ଼ ଭିତରେ ଠାକୁରାଣୀ ଅଛନ୍ତି। ଯିବା ସେଠି ଦେଖିବା, ମାଆଙ୍କୁ ଦର୍ଶନ କରିବା, ଆଉ ସେ ପ୍ରକୃତିର ସୁନ୍ଦର ମନୋଲୋଭା ଇଏକୁ ବାୟାଣୀ ପୀଠ ଯିବା, ଠାକୁରାଣୀକୁ ଦର୍ଶନ କରିବା, ପ୍ରକୃତିର ସୁନ୍ଦର ମନୋଲୋଭା ଦୃଶ୍ୟକୁ ମନ ଭରି ଉପଭୋଗ କରିବା। ଦେଖନ୍ତୁ ଭାଇମାନେ, ଇଏ ହେଲା ଶାଳବଣ। ଦେଖନ୍ତୁ, ଆପଣମାନେ ଏଠିକି ଆସିବେ ଆଉ ଯିବା ପାଇଁ ଇଚ୍ଛା ଲାଗିବନି ଆପଣମାନଙ୍କୁ। ଏତେ ସୁନ୍ଦର ଜାଗା ଇଏ। ଆଉ ହଁ, ଏଠିକି ଯେଉଁମାନେ ରାତିରେ ଆସୁଛନ୍ତି ଟିକେ ଦେଖିକି ଆସିବେ, କାହିଁକିନା ଇଏ ହାତୀ ଚଲାପଥ ରାତି। ଆମର ଆକ୍ଚୁଆଲି ଏଇଟା ରିଜର୍ଭ ଫରେଷ୍ଟ। ଆମର ଏପଟଟା ରିଜର୍ଭ ଫରେଷ୍ଟ, ଏଟା ଗୋଟେ ରିଜର୍ଭ ଫରେଷ୍ଟ। ମଝିରେ ରାସ୍ତା, ଦେଖିକି ଯିବା ଆସିବା କରିବେ। ହାତୀ ଏପଟେ ଯିବା ଆସିବା କରନ୍ତି ରାତିରେ ପ୍ରାୟତଃ, ମୁଁ ଶୁଣିଛି। କିନ୍ତୁ ଆସନ୍ତି ବି କିଛି ନାହିଁ। ଫରେଷ୍ଟ ଡିପାର୍ଟମେଣ୍ଟ ଏଟା ରାତିରେ ପୁରା ଇଏ କରନ୍ତି, ସବୁବେଳେ ସେ ପେଟ୍ରୋଲିଂ କରନ୍ତି। ଠିକ୍ ଅଛି, ଚାଲନ୍ତୁ ଆଗକୁ ଦେଖିବା ଭଲ ଜିନିଷ। ବେଳା ହେଇଗଲାଣି, ଆଉ ଲଞ୍ଚ ବି ହେଇନି, ହେଲେ ଦୋକାନ ସାମ୍ନାରେ ବସିବାକୁ ପଡ଼ୁଛି, କାହିଁକିନା ଦୋକାନ ବି ବନ୍ଦ ଥିଲା। ଏବେ ଟିକେ ସମୟ ବସିକି କାମ ସାରିକି ଯିବା କଥା ଆଉ। ତ ଭାଇମାନେ, ଏତେ ସମୟରୁ ଯେଉଁ ଜାଗାକୁ ଆମେ ଅପେକ୍ଷା କରୁଥିଲେ, ଏବେ ଜଷ୍ଟ ସେଇ ରାସ୍ତାରେ ଅଛି। ଜଷ୍ଟ 1 କିଲୋମିଟର ଆଗରେ ମା ବାୟାଣୀ ମାଙ୍କ ପୀଠ। ଆଉ ପାଖାପାଖି ମୁଁ 7ଟା କଲ୍ ସାରିଲିଣି, ଆଉ 3ଟା ଅଛି। ସେଟା ଦେଖିକି କେଉଁଠି ସାରିଦେବି। ଆଉ ମା ବାୟାଣୀକି ଦର୍ଶନ କରିବା, ଜାଗା ଦେଖିବା, ପ୍ରକୃତିର ମନୋରମ ଦୃଶ୍ୟଟା ବି ଦେଖିବା। ଦେଖନ୍ତୁ କେତେ ସୁନ୍ଦର ଏରିଆ। ଦେଖନ୍ତୁ, ମୁଁ ଭାଇ ମାସକୁ 2 ଥର ଆସୁଛି, ହେଲେ ବି ମୋତେ ଲାଗୁଛି ଯେମିତି ସବୁଦିନ ଆସନ୍ତି କି। ସେଇଥିପାଇଁ ଦେଖନ୍ତୁ କେତେ ସୁନ୍ଦର ରାସ୍ତା, କେତେ ସୁନ୍ଦର ଗଛ ବୃକ୍ଷ। ଆଗକୁ ଗଲେ ଦେଖିବା, ଚାଲନ୍ତୁ। ଭାଇମାନେ, ଏବେ ଜଷ୍ଟ ମା ବାୟାଣୀ ମାଙ୍କ ପାଖରେ ପହଞ୍ଚି ଯାଇଛୁ। ଇଏ ହେଲା ଦେଖନ୍ତୁ ବଡ଼ ପାହାଡ଼। କିମ୍ବଦନ୍ତୀରେ କୁହନ୍ତି ଯେ ସେ ପାହାଡ଼ରୁ ବାଘ ଆସିକି ମାଙ୍କ ପାଖରେ ଶରଣରେ ରୁହେ, ଆଉ ମାଙ୍କ ଭୋଗ ଖାଇକି ଯାଏ। ଦେଖନ୍ତୁ କେତେ ସୁନ୍ଦର ଜାଗା। ସେଇ ଦିନଟିକୁ ଅପେକ୍ଷା କରିଥିଲି। ଦେଖନ୍ତୁ, ମୋ ବ୍ଲଗ୍ ସହାୟତାରେ, ଆପଣଙ୍କ ଦୟାରେ ଆପଣ ଦେଖୁଛନ୍ତି। ଦେଖନ୍ତୁ, ଏ ମାଙ୍କ ବାୟାଣୀ ପୀଠ। ମାଙ୍କ ନାଁ ହେଲା ମା ବାୟାଣୀ। ଦେଖନ୍ତୁ କେତେ ସୁନ୍ଦର ଜାଗା। ଟିକେ ଭିତରକୁ ଯିବା। ଭିତରକୁ ତ ମୋବାଇଲ ଫୋନ୍ ଆଲାଉ ନାହିଁ, ହେଲେ ବି ଆପଣମାନେ ଟିକେ ବାହାର ଦେଖିଦିଅନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଜାଗା। ସେଠି ଗୋଟେ ପାର୍କଟେ ଅଛି, ସେ ପାର୍କ ପାଖକୁ ଯିବା। ପାର୍କରେ ଦେଖିକି ଆସିବା। ଆଉ ଆଗରେ ବି ବହୁତ ଭଲ ଜିନିଷ ଅଛି, ଦେଖିବା। ଚାଲନ୍ତୁ। ମା ବାୟାଣୀଙ୍କ ପାଖରୁ ଆସିଲା ପରେ ଦେଖନ୍ତୁ, ଏବେ ଗୋଟେ ଚେକ୍ ଡ୍ୟାମ୍ ପାଖରେ ଅଛି ମୁଁ। ଇଏ ହେଲା ଆମର ବାୟାଣୀ ମାଙ୍କର ଚେକ୍ ଡ୍ୟାମ୍। ଏଠି ଚେକ୍ ଡ୍ୟାମ୍ ରହୁଛି। ଦେଖନ୍ତୁ କେତେ ଜୋରସେ ପାଣି ବାହାରୁଛି। ଆଉ ଦେଖନ୍ତୁ ୟାର ଭିଉ। ଆପଣମାନଙ୍କୁ ଏଇ ଭିଉ ଦେଖାଇବା ପାଇଁ ମୁଁ ଆପଣଙ୍କୁ ଆକ୍ଚୁଆଲି ଅପେକ୍ଷା କରିଥିଲି। ଦେଖନ୍ତୁ କେତେ ସୁନ୍ଦର ଭିଉ ଆଜ୍ଞା। ପାହାଡ଼ ମଝିରେ ଚେକ୍ ଡ୍ୟାମ୍ ଆଜ୍ଞା। ଦେଖନ୍ତୁ କେତେ ସୁନ୍ଦର। ଏଠି ଇଏ କରିକି ଆପଣଙ୍କର ଚେକ୍ ଡ୍ୟାମ୍ ଇଏ କରିକି ଏଠି ମାଛ ବି ଧରାଯାଉଛି। ୟାର ମାଛ ବି ବହୁତ, କୁହନ୍ତି ୟାର ମାଛ ବି ବହୁତ ଟେଷ୍ଟ ଆଜ୍ଞା। ଯେହେତୁ ଏଟା ନଦୀ ପାଣିଟା, ଦେଖନ୍ତୁ କେତେ ସୁନ୍ଦର। ଏଠି ବି ଗାଧେଇ ପାରିବେ ଲୋକମାନେ, କିନ୍ତୁ ଯେହେତୁ ମୋ ଗୋଡ଼ ଭାଙ୍ଗି ଯାଇଛି, ମୁଁ ତଳକୁ ଆଉ ତ ଯାଇପାରିବିନି। କିନ୍ତୁ ଦେଖନ୍ତୁ କେତେ ସୁନ୍ଦର ଜାଗା ଆଜ୍ଞା।
এটা দেখুন, ଦେଖନ୍ତୁ ଇଏ ପାହାଡ଼, ଏଇ ରାସ୍ତାରେ ମୁଁ ଏବେ ଆସିଲି, ଏଇ ରାସ୍ତାରେ ଏବେ ଆସିଲି, ଏଇଟା ଚେକ୍ ଡ୍ୟାମ୍ଟା ଦେଖନ୍ତୁ ଆଜ୍ଞା। ଦେଖନ୍ତୁ କେତେ ସୁନ୍ଦର ଏରିଆ, ପାହାଡ଼ ମଝିରେ ଚେକ୍ ଡ୍ୟାମ୍। ଦେଖନ୍ତୁ ଭାଇ ଡ୍ୟୁଟି ପଛେ, ଆଗ ନିଜେ ଏନ୍ଜୟ କରିବା, ତାପରେ ଯାଇକି ଡ୍ୟୁଟି। ହେଲେ ବି ଆମେ ଟିକେ ବହୁତ ବୁଲି ଦେଲେଣି ଆଜି। ହେଲେ ବି ମୋର 7ଟା କଲ୍ ହେଇଯାଇଛି ନା, 10ଟା ଆମର ପର୍ ଡେ 10ଟା କଲ୍ ଦେଉଛନ୍ତି। ଆଉ 7ଟା କଲ୍ ହେଇଯାଇଛି, 2-3ଟା କଲ୍ ହେଇଯିବ ବାଟରେ ଗଲାବେଳକୁ। ସେଥିପାଇଁ ମୁଁ ଆକ୍ଚୁଆଲି ଏମିତି କହିଲି, ଖରାପ ହେଇଗନି। ଦେଖନ୍ତୁ କେତେ ସୁନ୍ଦର ଜାଗା। ଏଇପଟେ ଯେହେତୁ ଆସୁଛି ମୋ ଦର୍ଶକ ଭଗବାନମାନଙ୍କୁ ମୁଁ ଏଇଟା ଦେଖେଇବି ନା ନାହିଁ। ଦେଖନ୍ତୁ କେତେ ସୁନ୍ଦର ଏରିଆ ଆଜ୍ଞା। ଦେଖନ୍ତୁ ଆପଣମାନେ ଥରେ ଥରେ ଆସନ୍ତୁ ଏ ଜାଗାରେ ଭୋଜି କରିବା। ଏଇଟା ପିକନିକ୍ ସ୍ପଟ୍ ଆକ୍ଚୁଆଲି। ସେପଟେ ପିକନିକ୍ ସ୍ପଟ୍ ମାନେ ପିକନିକ୍ କରାହେଉଛି ସେପଟେ। ଆପଣ ଆସନ୍ତୁ ପିକନିକ୍ ସ୍ପଟ୍ ମାନେ ଭୋଜି କରିକି ଯାଆନ୍ତୁ ଆଜ୍ଞା। ଦେଖନ୍ତୁ କେତେ ସୁନ୍ଦର ଏରିଆ ଆଜ୍ଞା। ଜଷ୍ଟ ଏବେ ଟିକେ ଖାଲି ଗାଡ଼ିକି ରେଷ୍ଟ ଦେଲି। ଆଉ ଏଇ ଭିୟୁଟା ଦେଖନ୍ତୁ ଭାଇ, ଦେଖନ୍ତୁ ଏଇଟା ରାତିରେ ତ ଏଇ ଜାଗାରେ ଠିକ୍ ନୁହଁ ଆସିବାଟା, କିନ୍ତୁ ଦେଖନ୍ତୁ ଏଇ ଜାଗାଟା ବହୁତ ଜୋରସେ ଥଣ୍ଡା ଭାଇ। ଦେଖନ୍ତୁ ଏଇଟା ଏଇ ଜାଗାରେ ରାତିରେ ହାତୀ ପୁରା ପାସ୍ କରୁଛି ଭାଇ। ଏଇ ଜାଗାରେ ଟୋଟାଲ ଆସିବେନି, ଯଦି ଆସିବେ ଦିନ ଥାଉ ଥାଉ ଆସିବେ, ଦେଖନ୍ତୁ ଆଉ ଏନ୍ଜୟ କରନ୍ତୁ। ମୁଁ ଆପଣଙ୍କ ପାଖକୁ ମାନେ ଭିଡ଼ିଓ ପହଞ୍ଚେଇବି, କିନ୍ତୁ ଦେଖନ୍ତୁ କେତେ ଫରେଷ୍ଟ ଏରିଆ। ଏଇଟା ଆକ୍ଚୁଆଲି ରିଜର୍ଭ ଫରେଷ୍ଟ। ଏଇଟା ରିଜର୍ଭ ଫରେଷ୍ଟ, ଏଇଟା ବି ରିଜର୍ଭ ଫରେଷ୍ଟ। ଏଇଟା ଯାଉଛି ବାମୁର ରିଜର୍ଭ ଫରେଷ୍ଟ, ଏଇଟା ଯାଉଛି ଅନୁଗୁଳ ରିଜର୍ଭ ଫରେଷ୍ଟ। ମଝିରେ ରାସ୍ତା ଦେଖନ୍ତୁ। ଭାଇ ବହୁତ ଖତରନାକ ଏରିଆ। ଆମେ ତ ରାସ୍ତାରେ ଯାଉଛୁ, କ'ଣ କରିବା ଆଉ, ଆମ ଡ୍ୟୁଟି। ହ୍ୟାଲୋ, ଦେଖନ୍ତୁ ଏଇଟା ହେଲା ରିଜର୍ଭ ଫରେଷ୍ଟ, ଏଇଟା ହେଲା ବାମୁର ଏଇଟା ହେଲା ବାମୁର ରିଜର୍ଭ ଫରେଷ୍ଟ, ଏଇଟା ହେଲା ଅନୁଗୁଳ ରିଜର୍ଭ ଫରେଷ୍ଟ। ଏଇ ରାସ୍ତାରେ ଆକ୍ଚୁଆଲି ରାତିରେ ଆସିବାଟା ଠିକ୍ ନୁହଁ, କାହିଁକିନା ଏଇ ରାସ୍ତାରେ ହାତୀ ପାସ୍ କରୁଛି। ସିଓର ହାତୀ ୱିଥ୍ ଟାଇଗର ବି ଅଛି। ତ ତେଣୁ ଏଇ ରାସ୍ତାରେ ଆସିବେନି। ଯେତେବେଳେ ଆସିବେ ଦିନରେ ଆସିବେ। ଟୋଟାଲ ମାନେ 5ଟା ହେଇଗଲେ ଟୋଟାଲ ଆସିବେନି। ଆଉ 5ଟା 4:30 5ଟା ହେଇଗଲେ ଟୋଟାଲ ଆସିବେନି। ମୁଁ ଏବେ ଯେହେତୁ 3ଟା ହେଇଛି, ମୁଁ ଆପଣମାନଙ୍କ ପାଇଁ ମୁଁ ଏଇଟା ଆକ୍ଚୁଆଲି ରଖିଲି, ବୁଝିଲେ କି ନାହିଁ। ନହେଲେ ମୁଁ ଏଇ ଜାଗାରେ ବି ଟୋଟାଲ 4ଟା ବେଳକୁ ଆସିବିନି। ଦେଖନ୍ତୁ କେତେ ସୁନସାନ ଏରିଆ, ପୁରା ସୁନସାନ। ଆପଣମାନଙ୍କ ଭଲ ପାଇବା ଏମିତି ରହୁ ଭାଇ। ମାନେ ଯଦି ଏମିତି ରହିଲା, ମୁଁ ଆହୁରି ବି ଇଣ୍ଟେରିୟର ଏରିଆକୁ ଯାଇକି ଭିଡ଼ିଓ କରିକି ଆପଣଙ୍କୁ ଦେବି। ଦେଖନ୍ତୁ ଆପଣମାନେ ଦେଖିବେ, ଟୋଟାଲ ଆସିବେନି। ଏଇଟା ହେଲା ପାତ୍ରପଡ଼ା ବାୟାଣୀପିଠ ରାସ୍ତା, ଏଇଟା ହେଲା ହଣ୍ଡପା ରାସ୍ତା, ବୁଝିଲେ କି ନାହିଁ। ରାତିରେ ଟୋଟାଲ ଆସିବେନି, ସନ୍ଧ୍ୟାବେଳେ ଟୋଟାଲ ଆସିବେନି। ଯଦି ଆସିବେ କାରରେ ଆସିବେ, ବାଇକ୍ରେ ତ ଟୋଟାଲ ନୁହଁ ହେଲା। ହଉ ଚାଲନ୍ତୁ ଆଗକୁ ଦେଖିବା। ତ ବନ୍ଧୁଗଣ, ମୁଁ ଏବେ ଜଷ୍ଟ ଘରେ ଆସିକି ପହଞ୍ଚିଲି। ଆଉ ମୋ ବ୍ଲଗ୍ଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖାହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।